ଭାଇ ଓ ଭଉଣୀମାନଙ୍କୁ ମୋର ହୃଦୟପୂର୍ବକ ନମସ୍କାର। ଦେଖନ୍ତୁ, ତୁଫାନ ଟାଇମ୍ରେ ଥଣ୍ଡା ପୁରା ଅଛି। ଥଣ୍ଡା କଫି, ଥଣ୍ଡା ଆଟମସ୍ଫିୟର, ଥଣ୍ଡା ପାଣି ଗାଧେଇବାଟା, ଥଣ୍ଡା ପାଣି ପିଇବାଟା। ସେଇଥିପାଇଁ ଯିଏ ଯେତେ ଗରମ କଲେ ବି ମୁଁ ଗରମ ହଉନି, ଥଣ୍ଡା ହିଁ ଅଛି। ବୁଝିଲ? ଏଇଟା ହେଉଛି ମୁଁ ମୋର ଭେଜିଟେବଲ୍ ଜୁସ୍କୁ ନେଇକି ସ୍କିପ୍ କରିକି ମୁଁ ଏଇ କୋଲ୍ଡ କଫିଟା ପିଉଛି। ହେଲା, କ'ଣ ବୋଲି କହିଲେ, ମଣିଷକୁ ଯେଉଁ ଯେଉଁ ସୁବିଧା ଅଛି ସେହି ସୁବିଧା ଅନୁସାରେ ହାତରେ ଥିବା ପଇସା ଥାଇପାରେ, ମାତ୍ର ଆମ ହାତରେ କମ୍ ଖର୍ଚ୍ଚରେ ଯଦି ସବୁ ଫେସିଲିଟି ମିଳୁଛି, ଆମେ କମ୍ ଖର୍ଚ୍ଚକୁ ହିଁ ଯିବା। କ'ଣ ପାଇଁ କହିଲେ, ବଳକା ପଇସା କୌଣସି ଗରିବକୁ କି କାହାକୁ ଦେଲେ ବି ହେବ। ସେଇଟା ହେଉଛି ମୋର ମେସେଜ। ଆଉ ମୁଁ ଥଣ୍ଡା ପାଣି ପିଏ, ଥଣ୍ଡା ପାଣି ଗାଧେ, ସବୁ କାମ ଥଣ୍ଡାରେ ହିଁ କାହିଁକି କରୁଛି ବୁଝିଲ? କାହିଁକି ନା ଆମ ଶରୀରକୁ ଯେତେ ପ୍ରକାରର ସୁବିଧା ଥିଲେ ବି ଆମେ ଯେଉଁ ସୁବିଧା ଯାକ ଇନଷ୍ଟାଣ୍ଟରେ ସମୟଟା ନଷ୍ଟ ନ ହଉଣୁ କରିବା, ସେଇ କାମ କରିବାଟା ହିଁ କରେକ୍ଟ। ମୁଁ ସେଇଥିପାଇଁ ଥଣ୍ଡା ପାଣି ଗାଧେ। ଥଣ୍ଡା ପାଣି କ'ଣ ପାଇଁ ଗାଧେ? ଯଦି ଗରମ ପାଣି ଦରକାର, କରେଣ୍ଟ ନଥିଲେ ଗିଜର ହେବନି, ଗ୍ୟାସ୍ ଚୁଲିଟା ଜଳାଇବାର ଅଛି। ଗ୍ୟାସ୍ ଚୁଲିଟା ଜଳାଇବାଟା କରେକ୍ଟ ନା ଇନଷ୍ଟାଣ୍ଟଲି ଗାଧେଇ ଦେବାଟା କରେକ୍ଟ? ଇନଷ୍ଟାଣ୍ଟଲି ଗାଧେଇ ଦେବା କରେକ୍ଟ। ମୋର ସାଙ୍ଗ ଚିନାରୀ ବୋଲି ଥିଲା, ସାନବେଳର, ତା ଭାଇ କହିଥିଲେ ଗୋଟେ ଥର, ଗରମ ପାଣି ପିଇବାଟା କରେକ୍ଟ ନାହିଁ। କ'ଣ ପାଇଁ ବୋଲେ ତୁମ ବଡ଼ିର ରେସିଷ୍ଟେନ୍ସ ପାୱାରଟା ନେଇକି କମେଇ ଦେବ। ସେଇଥିପାଇଁ ମୁଁ ମାଟି ହାଣ୍ଡି କିମ୍ବା ତମ୍ବା ପାତ୍ରର ପାଣି ହିଁ ପିଏ। ବୁଝିଲ? ବହୁତ ସମୟ ଆପଣମାନଙ୍କୁ ନେଲି, ମାତ୍ର ପଏଣ୍ଟଟା କ'ଣ କହିଲେ, ଯେତେ ଦୂର ହେବ ସୁବିଧାମାନଙ୍କୁ ଯଅ ନାହିଁ। ଯେଉଁ ସୁବିଧା ତୁମ ହାତରେ ଅଛି, ସମୟ ନ ୱେଷ୍ଟ ହଉଣୁ ସେଇ ସୁବିଧାକେ ଯଅ। ତୁମ ଶରୀରକୁ ଏମିତି ପ୍ରିପେୟାର କର, ଯେକୌଣସି ସିଚୁଏସନରେ ହେଲେ ବି ପାଣି ପିଇକି, ଭଲ ପବନ ନେଇକି, ନ ଖାଇକି ରହିପାରିବ, ସେମିତି ବି କରିପାର। ମାତ୍ର ଏଇଟା ମୋର ଏକ୍ସପେରିମେଣ୍ଟାଲି କରୁଛି, ଦେଖିବା କ'ଣ ହେଉଛି କେମିତି ହେଲା। କୌଣସି ଭୁଲ ଭଟକା କହିଦେଇଥିଲେ ମୋତେ କ୍ଷମା କରନ୍ତୁ। ଆପଣମାନଙ୍କୁ ସମସ୍ତଙ୍କର ସ୍ନେହ ପ୍ରତି ମୋର ହୃଦୟପୂର୍ବକ ନମସ୍କାର। ରହିଲି ଭାଇ, ଏତିକିରେ ବିଦାୟ ନେଉଛି।